ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀର ରାଉତରାପୁରଠାରେ ବିଜୁ ପଟ୍ଟନାୟକ ସ୍ମୃତି କମିଟି ଆନୁକୂଲ୍ୟରେ ବୁଧବାର ଉଦ୍ଘାଟିତ ହୋଇଛି 22ତମ ସୀମାନ୍ତ ମହୋତ୍ସବ ଓ ଗଜାସୁର ପୋଡ଼ି। ଏହି ଅବସରରେ ସୀମାନ୍ତ ମଙ୍ଗଳପୁର ଓ ରାଉତରାପୁର ଅଞ୍ଚଳ ବେଶ୍ ଜମି ଉଠିଛି। ସପ୍ତାହେ ଧରି ଚାଲିବାକୁ ଥିବା ମେଳାରେ ମନୋରଞ୍ଜନର ଭରପୁର ମଜା ଉଠାଇ ହେବ ବୋଲି କହିଛନ୍ତି କର୍ମକର୍ତ୍ତା। ଭଳିକି ଭଳି ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଘରକରଣା ସାମଗ୍ରୀ ବିକ୍ରି କିଣାର ହବ୍ ପାଲଟିବ ମହୋତ୍ସବ ପଡ଼ିଆ। ଲଘୁଚାପ ବର୍ଷା ମଧ୍ୟରେ ବୁଧବାର ସନ୍ଧ୍ୟାରେ ମହୋତ୍ସବକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାୟକ ସିକନ୍ଦର ଆଲାମଙ୍କ କନ୍ୟା ଚିତ୍ରାଭିନେତ୍ରୀ ସଫିଆ ଆଲମ, ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ ଦାସ ଏବଂ ସମ୍ମାନନୀୟ ଅତିଥି ଭାବେ ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମାନଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ରାକେଶ ମହାପାତ୍ର ମେଳାର ଆୟୋଜନ ଓ ଆୟୋଜକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଉଦଳା, ବଡ଼ସାହି ଓ ରେମୁଣା ଭଳି 3ଟି ବିଧାନସଭା କ୍ଷେତ୍ରର ମଧ୍ୟବର୍ତ୍ତୀ ସ୍ଥାନରେ ହେଉଥିବା ଏହି ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରି ମେଳା ମହୋତ୍ସବ ସ୍ଥାନୀୟ ଲୋକକଳା ଏବଂ ସଂସ୍କୃତିର ସଂରକ୍ଷଣ ଓ ପରିବର୍ଦ୍ଧନର ସୁଯୋଗ ଦେଇଥାଏ ବୋଲି କହିଥିଲେ। ବର୍ଷା ମଧ୍ୟରେ ହେଉଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା ବୋଲି କହି ସେ କେବେ ବିନା ଦର୍ଶକରେ ମଞ୍ଚରେ ଭାଷଣ ଦେଇନଥିବା ଉଲ୍ଲେଖ କରିଥିଲେ ଏବଂ ଏହା ତାଙ୍କର ସାରା ଜୀବନ ମନେ ରହିବ ବୋଲି ସୋଫିଆ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଥିସହିତ ସେ ଅଭିନୟ କରିଥିବା ଚଳଚ୍ଚିତ୍ରର ଡାଇଲଗ୍ କହି ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ମହୋତ୍ସବ କମିଟିର ସଭାପତି ପ୍ରଭାତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲେ ଏବଂ ମହୋତ୍ସବର ସମୟ ବୃଦ୍ଧି କରାଯିବା ସମ୍ପର୍କରେ ସୂଚନା ଦେଇ କାର୍ଯ୍ୟକ୍ରମର ଦୀର୍ଘାୟୁ କାମନା କରିଥିଲେ। କମିଟି ସମ୍ପାଦକ ସତ୍ୟବ୍ରତ ମିଶ୍ର ମଞ୍ଚ ଆହ୍ୱାନ କରିଥିବା ବେଳେ ଦୟାନିଧି ରଥ ଶର୍ମା ବେଦପାଠ ଏବଂ ରୂପକ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସଭାକାର୍ଯ୍ୟ ପୂର୍ବରୁ କୁନି କୁନି ପିଲାଙ୍କ ଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।